ଆଜ୍ଞା ମୁଁ ହଉଛି ହେଟାରୀ ଗୋସାଣୀ କମିଟି ଅଛି ପ୍ରଶାନ୍ତ କୁମାର ଦେବ ଗୋସ୍ୱାମୀ ବାବା ମୋର ଗଣେଶ ଚନ୍ଦ୍ର ଦେବ ଗୋସ୍ୱାମୀ ବରୁଣ ସାହି କୋଠମଠ ପୁରୀ ଟାଉନ ସଦର। ଆଉ ମୁଁ 8/8/2024 ମୋତେ ଆଣ୍ଡାମାନ କମିଶନ ଇନ୍ସପେକ୍ଟର ଆଉ ସବ୍ କଲେକ୍ଟର ତହସିଲଦାର ମୋତେ ଦାୟିତ୍ୱ ଅର୍ପଣ କରିଥିଲେ। ବାବା ଦେଇଥିଲେ ମନ୍ଦିର ଦାୟିତ୍ୱ ନେବା ପାଇଁ। ମୁଁ ସମ୍ପୂର୍ଣ୍ଣ ଭଲ ରୂପେ ତୁଲାଉଥିଲି। କିଛି ଯେଉଁ ଆଗରୁ ବୁଝାବୁଝି କରୁଥିଲେ ଆଉ ସେମାନେ କିଛି କୁଚକ୍ରୀ ଲୋକ ମିଶି ମୋତେ ସଦାବେଳେ ଅସୁବିଧାର ସମ୍ମୁଖୀନ କରିବାକୁ ଚେଷ୍ଟା କଲେ। ରାଜଭାଗ ବନ୍ଦ କରିବାଠୁ ଆରମ୍ଭ କରୁ ତାଙ୍କ କଥା ବି ତହସିଲଦାର ନିହାତି ତହସିଲଦାର ନିମନ୍ତ ସାହୁ ଅତିଥି ଭବନ କଲ୍ୟାଣୀ ମଣ୍ଡପ ଆଉ କଲ୍ୟାଣୀ ମଣ୍ଡପ ଅତିଥି ଭବନ ଆଉ କିଛି ଜମି ସବୁ ନିଜ ହଡ଼ପ କରି ଯେତେ ସବୁ ହଡ଼ପ କରି ସବୁ ନିଲମ୍ବନ ସାହୁ ତହସିଲଦାର ସାଙ୍ଗେ ସମସ୍ତେ ଅଛନ୍ତି। ଆଜ୍ଞା ମୋର 2,04,000 ଟଙ୍କା ବାକି ଅଛି ନୀତିକାନ୍ତି ମୁଁ ଦେଉଥିଲି ସେ ପଇସା ମୋତେ ତହସିଲଦାର ଦେଉନି। ହୁଣ୍ଡିଟାକୁ ମନ ଭାଙ୍ଗି ନେଲା ମୋତେ କିଛି ଚିଠି ପତ୍ର କରିନି କି ଚାବି ଅର୍ପଣ କଲ ବୋଲି ମୋତେ কোনো ନୋଟିସ୍ ବି କରିନି। ଚାବି ସବୁବେଳେ କହିନାହାନ୍ତି କ'ଣ ଚାବି ଦିଅ ବୋଲି ତୁମେ ବସାନ କମିଟି ପ୍ରଶାନ୍ତ ଗୋସ୍ୱାମୀ ଚାବିଟା ଦେଇଦିଅ ବୋଲି ଜବରଦସ୍ତି ଆଜ୍ଞା ରାଜଭାଗ ସୁରେଶ ଚୁଲା ଆଦାୟ କରୁଛି କୃଷ୍ଣ ପୁତଳା ଆଦାୟ କରୁଛି ସନ୍ତୋଷ ଚୁଲା ଆଦାୟ କରୁଛି ସୂର୍ଯ୍ୟ ପୁତଳା ଟୋଟା ଆଦାୟ କରୁଛି। ଅତିଥି ଭବନ 8 ମାସ ପଇସା କିଛି ଆଜ୍ଞା ଟଙ୍କାରେ ମନ୍ଦିରକୁ ଆସୁନି। ଯେତେ ଜନସାଧାରଣ ବିଚାର କରିବେ MLA ବିଚାର କରିବେ MP ବିଚାର କରିବେ ପ୍ରଭାତ ସଭା ବିଚାର କରିବେ ଆଉ ଆଡମିନିଷ୍ଟ୍ରେଟିଭ କମିଶନ ଆଜ୍ଞା ଆଣ୍ଡାମାନ କମିଶନ ବିଚାର କରିବେ। ଆର ମାଲିକ ସିଏ କିଛି ତହସିଲଦାର ଆଜ୍ଞା ଦାୟିତ୍ୱ ତହସିଲଦାର ପାଇଁ କିଛି ନାହିଁ। କମିଶନ ଆଜ୍ଞା ଦାୟିତ୍ୱ ନାହିଁ ସବୁବେଳେ ରିକ୍ୱେଷ୍ଟ କରିଛନ୍ତି ଆଜ୍ଞା ତହସିଲଦାରକୁ ଦାୟିତ୍ୱ ଦେବେ କିଛି ଦାୟିତ୍ୱ ନାହିଁ। ସେ କହୁଛନ୍ତି ମନ୍ଦିର ମୋର ମୁଁ ବୁଝିବି ଆମ ଅଶାନ୍ତି କମିଟି ମନ୍ଦିର ଆମର ଆମେ ମନ୍ଦିରକୁ ଯାଇପାରିବୁନି। ସବୁଠି ମୋର ତହସିଲଦାର ଆଜ୍ଞା ବିରୋଧ କରୁଛି ସବୁଠି ବିରୋଧ କରୁଛି। କିଛି ଚାବି ନ ଦେବା କିଛି ଚାବି ନ ପାଇଁ ମୋ ନା ନୋଟିସ୍ ନାହିଁ। ମୋତେ ନୋଟିସ୍ ନ କରି ମୁଁ ଚାବି ଭାଙ୍ଗି ଦେଉନି କହିଲେ ଅତିଥି ଭବନ ସିଏ ବୁଝୁଛନ୍ତି ଗୁଣ୍ଡା ବୁଝୁଛନ୍ତି ଇଏ ତାଙ୍କ ସାଙ୍ଗରେ ଅଛି। ଆଜ୍ଞା 8 ମାସ ପଇସା କିଛି ଟଙ୍କାରେ ମନ୍ଦିରକୁ ଆସୁନି। ଏ କଥା ଜନସାଧାରଣ ଚିନ୍ତା କଲେ ମନ୍ଦିରରୁ 1 ଟଙ୍କା ଆସୁନି। ନୀତିକାନ୍ତି ବହୁତ ବିରାଟ କିଛି ନାହିଁ ଆଜ୍ଞା କାନ୍ତି କେଳି ଏସବୁ ଭୋଗ କିଛି ହେଉନି। ଡାଲି ଭାତ ଦେଇ କୁହନ୍ତି ଆମ ଠାକୁର ଆମେ ବୁଝିବୁ। ଆଜ୍ଞା ସେବମାନେ କିଛି ଅଧେ ସେବ ଏକାଠି ହେଇ ତାଙ୍କ କୁଚକ୍ରୀ ଗୋଷ୍ଠୀ ରହି ଜମି ମାଫିଆ ରହି ମାଟି ମାଫିଆ ରହି ତହସିଲଦାର ଆଜ୍ଞା ତାଙ୍କ ସାଙ୍ଗେ ରହି ସବୁ ହଡ଼ପ କରିବାରେ ବ୍ୟସ୍ତ ଅଛନ୍ତି। ଏଇଆ ହେଉଛି କଥା ଆଉ ଏହା ପାଇଁ MLA ବୁଝିବେ MP ବୁଝିବେ ପ୍ରଭାତ ବା ମୁଖ୍ୟମନ୍ତ୍ରୀ ବୁଝିବେ ଜନାର୍ଦ୍ଦନ ବୁଝିବେ। ଆଉ ରତ୍ନପୁର ଗ୍ରାମବାସୀକୁ ମୁଁ ନିମନ୍ତ୍ରଣ ରତ୍ନପୁର ପଞ୍ଚାୟତକୁ ନିବେଦନ କରୁଛି ସବୁ ନେତା ନୀତି ଏକାଠି ହୁଅନ୍ତୁ। ମାଧବ ଗ୍ରାମରେ ସବୁ ନେତା ନୀତି ଏକାଠି ହୁଅନ୍ତୁ ଆଉ ମନ୍ଦିର ରକ୍ଷା କରନ୍ତୁ। ମନ୍ଦିର ଏଇନା କବଳରେ ପଡ଼ିଛି ଗୁଣ୍ଡାଙ୍କ କବଳରେ। ଆଜ୍ଞା କିଛି ଟଙ୍କାରେ କୋଉଠୁ ଆସୁନି। କିଏ ଗଛ କାଟି ନେଇଗଲେ କିଏ ମାଟି ଉଠୁନି କିଏ ପଇସା 4 ଜଣ ଆଜ୍ଞା ପଇସା ଆଦାୟ କରୁଛନ୍ତି। ସୂର୍ଯ୍ୟ ପୁତଳା ଟୋଟାଲ ପଇସା ଆଦାୟ କରୁଛି ଇଏ ମାନେ ସନ୍ତୁ ପୁତଳା ବାଟିକାର ଆଦାୟ କରୁଛି କାଳିଆ ପୁତଳା ଜମିରେ ଆଦାୟ କରୁଛି କୃଷ୍ଣ ପୁତଳା ଆଦାୟ କରୁଛି। ଆଜ୍ଞା କେତେ ଜଣ ନେତା ହେବେ। ଆଜ୍ଞା ସବୁ କହିଲେ ଆଜ୍ଞା RI ଦାୟିତ୍ୱ ନେବ 2 ମାସ ତମେ ବୁଝାବୁଝି କର ଆପରେ ମିଳାମିଶା ହେଲା ପରେ ମୁଁ ଯାଇ ନିଜେ ଫାଇନାଲ କରିବି। କିଛି ସବୁବେଳେ ବି କିଛି ଆଜ୍ଞା ଦାୟିତ୍ୱ ନେଉନାହାନ୍ତି। ଆଣ୍ଡାମାନ କମିଶନରୁ କିଛି ଦାୟିତ୍ୱ ନେଉନାହାନ୍ତି। ଏହା କହୁଛି ମୋର ପଇସା ନ ମୁଁ ଆଜ୍ଞା ହାଇକୋର୍ଟକୁ ଯିବି। ଆଉ ବିରୁଦ୍ଧରେ ମୁଁ ଯେହେତୁ ବର୍ତ୍ତମାନ କହିବି ମନ୍ଦିର ଆମର ପୂର୍ବ ବର୍ଷ ଆମ ମନ୍ଦିରକୁ ଯିବୁ ଆମକୁ ସମ୍ମାନ ବୋଲି କିଛି ଆଜ୍ଞା ତହସିଲଦାର ଦେବୁ ତହସିଲଦାର କହୁଛି ମୁଁ ଆଜ୍ଞା ଏକ୍ଜିକ୍ୟୁଟିଭ ଅଫିସର ମୁଁ ମାଲିକ କିନ୍ତୁ ଆଣ୍ଡାମାନ କମିଶନ ତାକୁ କିଛି ପାୱାର ଦେଇନାହାନ୍ତି। ଆଜ୍ଞା କିଛି ପାୱାର ତାଙ୍କ ପାଇଁ ନାହିଁ। ଯଦି ପାୱାର ଚାର୍ଜ କରି ପାୱାର ଦେଖାନ୍ତୁ ପାୱାର ମୁଁ ହାଇକୋର୍ଟ କରିବି ଆଙ୍କ ନାଁ ସମସ୍ତ ନାଁ କରିବି ହାଇକୋର୍ଟ କିଛି ଆଜ୍ଞା କାଗଜ ପଇସା ପୁରା ମାନେ ଗୁଣ୍ଡା ବି କରି ପଇସା ଖାଉନି ତହସିଲଦାର ତାଙ୍କ ସାଙ୍ଗେ ସାଥି ବିନା ନୋଟିସରେ ଚାବିପତ୍ର ସବୁ ନେଇ 8 ମାସ ଅତିଥି ଭବନ କଲ୍ୟାଣ ମଣ୍ଡପ ବାଟିକା ପାଖରେ 4 ଜଣ ଲୋକ ଆଜ୍ଞା ପଇସା 4ଟା ରସିଦ ଆଜ୍ଞା ବୁଲୁଛି। ମୁଁ 2ଟା ପଞ୍ଚାୟତ ଲୋକ ଜନସାଧାରଣ ଅନୁରୋଧ କରୁଛି ମନ୍ଦିର କେମିତି ରହିବ ମନ୍ଦିର ଜମି କେମିତି ରହିବ ମନ୍ଦିର ଜାଗା କେମିତି ରହିବ ମନ୍ଦିର କେମିତି ଠିକ୍ ଚାଲିବ। ଅତିଥି ଭବନ ଏପର୍ଯ୍ୟନ୍ତ ଉଦ୍ଧାର କରିପାରିନି କିଛି RI ପାଇଁ କିଛି ଆଜ୍ଞା ଚାବିନି ଖାଲି କାଗଜ ପତ୍ର RI ପାଇଁ ଚାବି ଅଛି କିଛି ଆଜ୍ଞା RI ପାଇଁ ଚାବିନି। ଗୋଟେ କୁଚକ୍ରୀ ଗୋଷ୍ଠୀ ଏକାଠି ଜମି ମାଫିଆ ଏକାଠି ଭୁତେଇ ଖାଉଛନ୍ତି ଆଉ କ'ଣ। ମାଧବ ଇଏ ଯେଉଁ ପୁରୀ ଯେଉଁ ସେବମାନଙ୍କୁ ରହି ସେମାନେ ଆସନ୍ତି ପୁରୀ ସେମାନଙ୍କୁ ଲେଖିକି ଦେଇଛି ସେମାନେ ଆର ବିଚାର କରିବେ ମୁଖ୍ୟମନ୍ତ୍ରୀ ଦେବେ ପ୍ରଧାନମନ୍ତ୍ରୀ ଦେବେ ଆଉ ଲ ମିନିଷ୍ଟ୍ରିକୁ ଦେବେ। ଆଉ ମୁଁ MLA ବି ନିବେଦନ କରୁନି ମନ୍ଦିର କେମିତି ରହିବ 4 ଜଣ ଯଦି ପଇସା ଆଦାୟ କରିବି ରହିବ କେମିତି ତହସିଲଦାର ତାଙ୍କ ସାଙ୍ଗରେ। ଆଜ୍ଞା ମନ୍ଦିର ରଖିବ କି ଆଇଛି କିଛି ବୁଝୁନି BDO କିଛି ବୁଝୁନାହାନ୍ତି ଏକାଠି ବସିକିନା ଆଲୋଚନା କଲା ମୋତେ କୋଉଠି ଡାକିବ ସେ ରାଜି ନୁହଁ। ଆଜ୍ଞା ମୁଁ କରିପାରିବି କ'ଣ